ସକାଳୁ ସକାଳୁ ମୁଁ ଭାତ ରାନ୍ଧିବାକୁ ଲାଗିଗଲି। ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ସସ୍ମିତା ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଆଉ ଗୋଟେ ନୂଆ ମିନି ବ୍ଲଗ୍କୁ। ତାପରେ ମୁଁ ଚା ବନେଇବାକୁ ଲାଗିଗଲି। ମୁଁ ଆଉ ମୋ ହଜବେଣ୍ଡ ଯଦି ଚା ପିଉନି, ଆମେ ହର୍ଲିକ୍ସ ପିଉ। ହେଲେ ଆଜି ଟିକେ ମେଘୁଆ ପାଗ କରିଥିବାରୁ ଚା ପିଇବାକୁ ଟିକେ ମନ ହେଲା। ଆଉ ଏଠି ଆମ ବିଲେଇ ଦିଟାଙ୍କୁ ଦେଖନ୍ତୁ କେମିତି ଗେଲ ଖେଳୁଛନ୍ତି। ଆମ ଛୋଟ ବିଲେଇଟା ଭାରି ଦୁଷ୍ଟ, ଝାଡୁରେ ସବୁବେଳେ ଗେଲ ଲାଗିବ। ଏମିତି ଗେଲ ଲାଗି ଲାଗି ଝାଡୁ ସବୁ ଭାଙ୍ଗି ଦଉଛି। ବର୍ଷା ଆଉ ମେଘୁଆ ପାଗ ଲାଗି ରହିବାରୁ ଆମେ ସୋରିଷ ସବୁକୁ ବି ଶୁଖେଇ ପାରୁନୁ। ତ ମୋ ଶାଶୁ ମା ଗୋଡରେ ଏମିତି ସୋରିଷ ବାହାର କରି ଦେଖୁଥିଲେ ଭଲରେ ସେ ଝାଡି ହଉଛି କି ନାଇଁ ବୋଲି। ଆଉ ଇଏ ମୋ ବାପ ଘରୁ ଆଣିଥିବା ଆମ ଡିଜାଇନ କୁକୁଡା। ତାପରେ ଘରର କାମ ଦାମ ସାରି ଆମେ ଖାଇବାକୁ ବସିଗଲୁ। ଆଉ ଆମ ବିଲେଇ ଖାଇବ ବୋଲି କେମିତି ହଉଛି ଦେଖନ୍ତୁ। ତାପରେ ଉପର ଓଳି ମେଘ ଉଠେଇଲାରୁ ଆମେ ଶୁଖେଇଥିବା ମହୁଲ ସବୁକୁ ସାଉତିବାକୁ ଲାଗିଗଲେ, ନହେଲେ ବର୍ଷାରେ ଭିଜିଯିବ ଯେ। ଆଉ ଏଠି ମୁଁ ଦେଖେ ତ ଆମ ପାରାମାନେ କିଏ ଗୋଟେ ତା ଅଣ୍ଡା ପକେଇ ଦେଇଛି ତଳକୁ। ଆଜିର ବ୍ଲଗରେ ଏତିକି, ରହୁଛି। ଜୟ ଜଗନ୍ନାଥ।